ସାଙ୍ଗମାନେ 14 ଜାନୁଆରୀ 2026 ବୁଧବାର ଦିନ ଷଠ୍ଥିଲା ଏକାଦଶୀ ଏବଂ ମକର ସଂକ୍ରାନ୍ତି ପଡ଼ୁଛି। ଏହି ଏକାଦଶୀ ଏବଂ ସଂକ୍ରାନ୍ତି ଗୋଟିଏ ଦିନରେ ପଡ଼ିଥିବାରୁ ବହୁତ ଭଲ ସଂଯୋଗର ଦିନ ବୋଲି ମାନାଯାଉଛି। ସାଙ୍ଗମାନେ ଏହି ଷଠ୍ଥିଲା ଏକାଦଶୀର ନିୟମ ଏବଂ ତାହାର ମହିମା ବିଷୟରେ କହିବି। ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସାଙ୍ଗମାନେ ଜୟ ଶ୍ରୀରାମ, ଜୟ ଗୁରୁଦେବ। ସାଙ୍ଗମାନେ ଏକାଦଶୀର ଉତ୍ପତ୍ତି ସ୍ୱୟଂ ଭଗବାନଙ୍କ ଠାରୁ ଆରମ୍ଭ ହୋଇଛି। ସେଥିପାଇଁ ଏକାଦଶୀ ହେଉଛି ବହୁତ ମହତ୍ତ୍ୱପୂର୍ଣ୍ଣ। ଏକାଦଶୀ ଯେଉଁମାନେ କରୁଛନ୍ତି ସବୁ ପାପରୁ ମୁକ୍ତ ହୋଇଯାଆନ୍ତି ଏବଂ ଏକାଦଶୀ ବ୍ରତ ଯେଉଁମାନେ କରୁଛନ୍ତି ସଂସାରର ସବୁ ସୁଖକୁ ସେମାନେ ପ୍ରାପ୍ତ କରିଥାନ୍ତି। ଯେଉଁମାନେ ଶ୍ରୀ ହରିକୃଷ୍ଣଙ୍କର ଏହି ଏକାଦଶୀ ବ୍ରତ କରୁଛନ୍ତି ସେହି ଶ୍ରୀ ହରି ତାଙ୍କ ଉପରେ ଅତ୍ୟଧିକ ପ୍ରସନ୍ନ ହୋଇଯାଆନ୍ତି। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି ଏକାଦଶୀ ବ୍ରତ କରିବା ନିହାତି ଆବଶ୍ୟକ ଏବଂ ଶ୍ରୀ ହରି ବିଷ୍ଣୁଙ୍କ ବ୍ରତ କୌଣସି କରନ୍ତୁ କିମ୍ବା ନ କରନ୍ତୁ ଏକାଦଶୀ କରିବା ନିହାତି ଆବଶ୍ୟକ। କାହିଁକି ନା ଏକାଦଶୀ ବ୍ରତ ତ ଶ୍ରୀ ହରି ବିଷ୍ଣୁଙ୍କର ସର୍ବଶ୍ରେଷ୍ଠ ବ୍ରତ ବୋଲି ମନାଯାଏ। ପ୍ରତ୍ୟେକଟି ମାସରେ 2ଟି ଲେଖା ଏକାଦଶୀ ବ୍ରତ ଆସୁଛି। ଗୋଟିଏ କୃଷ୍ଣ ପକ୍ଷରେ ଏବଂ ଆଉ ଗୋଟେ ଶୁକ୍ଳ ପକ୍ଷରେ। ଆପଣମାନେ ଯଦି ମାସର 2ଟି ଏକାଦଶୀ ବ୍ରତ ନ କରିପାରୁଛନ୍ତି ମାସର ଗୋଟିଏ ଏକାଦଶୀ ବ୍ରତ ନିଶ୍ଚିନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ। ସାଙ୍ଗମାନେ ଆପଣମାନଙ୍କୁ ଷଠ୍ଥିଲା ଏକାଦଶୀର ବହୁତ ବଡ଼ ମହିମା ବିଷୟରେ କହିବି। ଏହି ଷଠ୍ଥିଲା ଏକାଦଶୀ ବ୍ରତ କଲେ ଘରେ କେବେ ଦାରିଦ୍ରତା ଆସେନି। ଯେଉଁମାନେ ଶ୍ରଦ୍ଧାର ସହ ଏହି ବ୍ରତଟିକୁ କରିଥାନ୍ତି ସେମାନଙ୍କ ଘରେ ଧନ ଧାନ୍ୟର ଅଭାବ ରହେ ନାହିଁ। ଯେଉଁମାନେ ଏହି ଷଠ୍ଥିଲା ଏକାଦଶୀ କରୁଛନ୍ତି ଦାନ ଏବଂ ଧର୍ମ ନିହାତି କରିବା ଆବଶ୍ୟକ। ଏହି ବ୍ରତଟିରେ ଆପଣମାନେ ଦାନ ଯଦି ନ ଦେବେ ତାହେଲେ ଅଧୁରା ବୋଲି ବ୍ରତ ମାନାଯାଏ। ଗୋଟିଏ ଦିନ ଯୁଧିଷ୍ଠିର ପଚାରିଲେ ଶ୍ରୀ ହରିନାରାୟଣଙ୍କୁ ମାଘ ମାସର କୃଷ୍ଣ ପକ୍ଷରେ ଏକାଦଶୀକୁ କେଉଁ ଏକାଦଶୀ ବୋଲି କୁହାଯାଏ ଏବଂ ଏହି ଏକାଦଶୀର ମହିମା କ'ଣ? ନାରାୟଣ ଯୁଧିଷ୍ଠିରଙ୍କୁ କହିଲେ ଏହି ଏକାଦଶୀର ନାମ ହେଉଛି ଷଠ୍ଥିଲା ଏକାଦଶୀ। ଷଠ୍ଥିଲାର ଅର୍ଥ ହେଉଛି ଷଟ୍ ଅର୍ଥ 6 ଏବଂ ତିଲା ଅର୍ଥ ରାଶି। ଶାସ୍ତ୍ର ଅନୁଯାୟୀ ଏହି ଏକାଦଶୀଟି ଶ୍ରୀ ହରିନାରାୟଣଙ୍କର ବହୁତ ବଡ଼ ଏକାଦଶୀ। ଏହି ଏକାଦଶୀ ଦିନରେ ଯଦି ସ୍ନାନ କଲାବେଳେ କଳା ରାଶି ପକାଇ ସ୍ନାନ କରିଥାନ୍ତି ବହୁତ ପୁଣ୍ୟପ୍ରାପ୍ତ ହୋଇଥାଏ ଏବଂ ଯଦି ଭଗବାନଙ୍କୁ ସ୍ନାନ କରାଇଲା ବେଳେ କଳା ରାଶି ଗଙ୍ଗା ଜଳରେ ମିଶାଇ ଭଗବାନଙ୍କୁ ସ୍ନାନ କରାନ୍ତି ଅତ୍ୟଧିକ ଶୁଭ ଫଳ ପ୍ରାପ୍ତ ହୁଏ। ଏବଂ ଏହି ଦିନରେ ସୂର୍ଯ୍ୟଦେବଙ୍କୁ ଗଙ୍ଗା ଜଳରେ ରାଶି ପକାଇ ଯଦି ଅର୍ଘ୍ୟ ଅର୍ପଣ କରନ୍ତି ସୂର୍ଯ୍ୟଦେବଙ୍କୁ ବହୁତ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ କରିବେ। ଜୀବନରେ ଅଶାନ୍ତି ଏବଂ ରୋଗ ବ୍ୟାଧି ଏବଂ ଧନକ୍ଷୟରୁ ମୁକ୍ତି ପାଇବେ। ଏହି ଷଠ୍ଥିଲା ଏକାଦଶୀରେ 6ଟି ଉପାୟ ରହିଛି। ଉପାୟ ଗୁଡ଼ିକୁ ନିଶ୍ଚିନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ। ସାଙ୍ଗମାନେ ପ୍ରଥମେ ତ ଗଙ୍ଗା ସ୍ନାନ କରିବା ଆବଶ୍ୟକ। ଯଦି ତ ଗଙ୍ଗା ସ୍ନାନ ନ କରିପାରୁଛନ୍ତି ଆପଣଙ୍କ ଘରେ ଗଙ୍ଗା ଜଳ ଥିବ ସେହି ଗଙ୍ଗା ଜଳ ମିଶାଇ ସ୍ନାନ ମଧ୍ୟ କରିପାରିବେ। ପ୍ରଥମ ଉପାୟଟି ହେଉଛି ଗଙ୍ଗା ଜଳରେ ରାଶି ପକାଇ ସ୍ନାନ କରିବେ। ଦ୍ୱିତୀୟ ଉପାୟଟି ହେଉଛି ରାଶିକୁ ବାଟି କି ତାକୁ ଦେହରେ ଲେପନ କରି ସ୍ନାନ କରିବେ। ତୃତୀୟ ଉପାୟଟି ହେଉଛି ରାଶିକୁ ପ୍ରସାଦ ଭାବରେ ଭୋଜନ ମଧ୍ୟ କରିପାରିବେ। ଚତୁର୍ଥ ଉପାୟଟି ହେଉଛି ଏହି ଦିନରେ ରାଶିକୁ ଦାନ କଲେ ବହୁତ ପୁଣ୍ୟପ୍ରାପ୍ତ କରିପାରିବେ। ପଞ୍ଚମ ଉପାୟଟି ହେଉଛି ଆପଣ ଯଦି ଯଜ୍ଞ କରୁଥିବେ ତାହେଲେ ରାଶିକୁ ହବନ ମାଧ୍ୟମରେ ବ୍ୟବହାର କରିପାରିବେ। 6ଟି ଉପାୟ ହେଉଛି ଆପଣମାନେ ପୂର୍ବପୁରୁଷଙ୍କୁ ରାଶି ପକାଇ ଜଳ ଅର୍ପଣ କଲେ ପୂର୍ବପୁରୁଷମାନେ ଆପଣଙ୍କ ଉପରେ ଶାନ୍ତି ହୋଇଥାନ୍ତି ଏବଂ ଆପଣଙ୍କର ସହପରିବାରକୁ ଆଶୀର୍ବାଦ କରିଥାନ୍ତି। ଏହି ଗୋଟିଏ ଏକାଦଶୀ କରିବା ଦ୍ୱାରା ସବୁ ପାପରୁ ଆପଣମାନେ ମୁକ୍ତି ପାଇପାରିବେ ଏବଂ ସବୁ ଭଗବତ ଧାମକୁ ଆପଣମାନେ ଯାଇପାରିବେ। ସାଙ୍ଗମାନେ ଆପଣମାନେ ଯେକୌଣସି ବ୍ରତ କରୁଛନ୍ତି ଦାନ ଏବଂ ଧର୍ମ ନିଶ୍ଚିନ୍ତ କରନ୍ତୁ। କାହିଁକି ନା ଆମେମାନେ ଦାନ ଧର୍ମ କରିବା ଦ୍ୱାରା ଆମମାନଙ୍କର ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ।
ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ ସେୟାର କମେଣ୍ଟ ନିହାତି କରନ୍ତୁ। ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଜୟ ଶ୍ରୀରାମ ସାଙ୍ଗମାନେ।